हाय यार नमस्कार ମୁଁ ଆମକୁ ଆପଣଙ୍କୁ ସ୍ୱାଗତ କରୁଛି ଆମର ଆଉ ଗୋଟେ ବ୍ଲଗ୍କୁ। ବନ୍ଧୁଗଣ ଆମର କଥାରେ ଅଛି ମାନିଲେ ଠାକୁର ନ ମାନିଲେ ପଥର। ହଁ ତ ଯଦି ଆମେ ଠାକୁରଙ୍କୁ ମାନୁଛେ ତାହେଲେ ଆମେ ଭୂତପ୍ରେତଙ୍କୁ ମାନିବାକୁ ପଡ଼ିବ। ତ ଏଇ କଥାଟା କେତେ ଦୂର ସତ କେତେ ଦୂର ମିଛ ଆମେ ଜାଣିନୁ। ଯେହେତୁ ଭଗବାନ ଅଛନ୍ତି ତ ଆତ୍ମା ବି ଅଛନ୍ତି। ଆଉ ସମସ୍ତେ କହନ୍ତି ଆତ୍ମାର ମୃତ୍ୟୁ ନାହିଁ, ଆତ୍ମା ଅଶରୀରୀ। ତ ଆଜି ଆମର ମୁଣ୍ଡକୁ ଗୋଟେ ଏମିତି ଗୋଟେ ବିଛୁଆତି କାଟିଛି। ଆମେ ରାତି 12ଟା ହେଲାଣି। ଆମେ ଗୁଗଲ ଟାଇମ୍ ଦେଖେଇବା ପରେ ଦେଖନ୍ତୁ କେହି କେଉଁଠି ନାହାନ୍ତି, ସବୁ ଶୋଇଗଲେଣି। ଦେଖନ୍ତୁ କେହି କୁଆଡ଼େ ନାହାନ୍ତି। ଆଉ ଆପଣ ଦେଖୁଥିବେ ଏଇ ଗଛଟା ସବୁଠୁ ସାଂଘାତିକ। ତ ଆମେ ଆଜି ବାହାରିଛୁ ରାତିରେ ଦେଖିବା ପାଇଁ ଯେ ଆକ୍ଚୁଆଲି ଭୂତ ପ୍ରେତ କିଛି ଅଛି। ଆପଣମାନେ ପୂର୍ବ ଭିଡ଼ିଓରେ ଦେଖିଥିବେ ଆମେ କିଛି ଆବାଜ ଶୁଣିଦେଲୁ ରାତି 1ଟା ବେଳେ। ତ ଆମେ 1ଟା ବେଳେ ଯାଏ ଅପେକ୍ଷା କରିପାରିବୁନୁ କାହିଁକି ନା ବାହାରେ କାମ କରୁଛୁ ଡ୍ୟୁଟିରେ। କିନ୍ତୁ ଆମେ ଜଣାଇବାକୁ ଚାହୁଁଛୁ ଯେ ଆକ୍ଚୁଆଲି କିଛି ଭୂତ ପ୍ରେତ ବୋଲି କିଛି ଅଛନ୍ତି କି, ଆଉ ଯଦି ଅଛନ୍ତି ଆକ୍ଚୁଆଲି ସେମାନେ ଦେଖିବାକୁ କେମିତି। ସମସ୍ତଙ୍କର ମନର ଭାବନା ଯେଉଁ ଡର କହନ୍ତି, ଆକ୍ଚୁଆଲି ମନର ଭାବନା କି କିଛି ଭୂତ ବୋଲି କିଛି ଗୋଟେ ଜିନିଷ ଅଛି ଯେଉଁଟାକି ଆମେ ଦେଖିଲେ ଆକ୍ଚୁଆଲି ଭୟ କରୁଛୁ। ଆକ୍ଚୁଆଲି ଟିଭିର ଭୂତ ଆଉ ସତର ଭୂତ ଭିତରେ ପାର୍ଥକ୍ୟ କ'ଣ ଆଜି ଆମେ ସେଇଟା ବିଷୟରେ ଜାଣିବା। ତ ଆପଣଙ୍କୁ ଆମେ ଆଜି ଗୋଟେ କାମ କରିବୁ ଯେଉଁଟାକି ସମସ୍ତେ କହନ୍ତି ଯେ ଆମର ପଛ ସାଇଡ଼୍ରେ କିଛି ଅଛି ଯେଉଁଟାକି ରାତିରେ ଶୁଣୁଛନ୍ତି। ତ ଆପଣଙ୍କୁ ଆମେ ସେପଟେ ଲାଇଭ୍ ଦେଖିଦେବୁ। ହଁ ଚାଲନ୍ତୁ ଦେଖନ୍ତୁ ସାଙ୍ଗରେ ବର୍ତ୍ତମାନ ଆସିକି ଆମେ ପହଞ୍ଚିଗଲୁ। ଏସବୁ ଗଛ ପତ୍ର ସବୁ ଲାଗିଛି ଏପଟେ। ସେପଟେ ଗୋଟେ ଆପାର୍ଟମେଣ୍ଟ ନୁହେଁ, ଗୋଟେ ଆମର କମ୍ପାନୀ ଗୋଟେ ଅଛି। ସେ ସବୁବେଳେ 24 ଆୱାର ଚାଲୁ କରେ। ସେଇଟା ହେଉଛି ମେନ୍ ଜାଗା ଏଇ ଆପାର୍ଟମେଣ୍ଟର। ତାପରେ ଆମେ ଏପଟେ ଶୋଇଥିବା ଅବସ୍ଥାରେ ସବୁବେଳେ ଏପଟେ ଗୋଟେ ସାଉଣ୍ଡ ଶୁଭେ। ଆମେ ଯାଉଛୁ ସେ ବିଷୟରେ ଅନୁସନ୍ଧାନ କରିବା। ଏଇସବୁ ଗଛ ସବୁ ଫୁଲ ଗଛ। କେଉଁ ରୁମ୍ଟା ଏଇ ରୁମ୍ଟା କି କେଉଁଠି? ତ ଗୋଟେ ସେଦିନ ରାତିଟା କ'ଣ ହେଇଥିଲା, ଗଛଟା ଟିକେ କହିଲନି। ଏଇ ଗଛଟା ସେଦିନ କ'ଣ ହେଇଥିଲା, ଏଇ ଗଛଟା ଏଇଟା ନା ଭେଣ୍ଡି ଗଛ ବୋଲି କହୁଥିଲ। ଆଉ ଏଇଟା ହଲୁଥିଲା ସେଦିନ ଏତେ ଜୋର ହଲୁଥିଲା। ମାନେ ଯାଉ ସାଇ ପଳେଇଲେଣି, ମତେ ଡର ଲାଗୁଛି। ଦେଖନ୍ତୁ ରାତି ହେଉଛି 12:30 ନା 11ଟା। 11ଟାରୁ 12ଟା 58 ତ ଆମେ ଟୋଟାଲ